ତ ଦର୍ଶକ ବନ୍ଧୁ ଏବେ ଏବେ ସାମ୍ନାକୁ ଆସିଲା ବହୁତ ବଡ଼ ଖୁସି ଖବର କି ଏଣିକି କନ୍ୟା ସନ୍ତାନ ବା ଝିଅ ଜନ୍ମ ହେଲେ ସରକାର ଦେବେ 30,000 ଟଙ୍କା। ତ ସନ୍ତାନ ଜନ୍ମ ହେଲେ ସରକାର ସନ୍ତାନର ବାପା ମାଆଙ୍କୁ ଦେବେ 30,000 ଟଙ୍କା। ୟାର କ'ଣ ରହିଛି ଡିଟେଲ୍ସ, ଏଥିରେ କେଉଁମାନେ ଉପକୃତ ହେଇପାରିବେ, ୟାର ଲାଭ କ'ଣ ରହିଛି, এই ଭିଡ଼ିଓରେ ମୁଁ ଆପଣମାନଙ୍କୁ ସମ୍ପୂର୍ଣ୍ଣ ଡିଟେଲ୍ସ ଜଣାଇଦେବି। ତ ତା ପୂର୍ବରୁ ଆପଣମାନଙ୍କୁ ମୋର ଗୋଟେ ଛୋଟିଆ ରିକ୍ୱେଷ୍ଟ କି ଆପଣମାନେ ଭିଡ଼ିଓକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ଆଉ ଏବେ ହିଁ ଆମ ଚ୍ୟାନେଲକୁ ପ୍ରଥମ ଥର ପାଇଁ ଭିଜିଟ୍ କରିଥିଲେ ତାହେଲେ ଭିଡ଼ିଓକୁ ଗୋଟେ ଲାଇକ୍ କରିଦିଅନ୍ତୁ ଏବଂ ତା ସଙ୍ଗେ ସଙ୍ଗେ ମନୋରଞ୍ଜନ ମନି ରାଇଡ଼ି ଚ୍ୟାନେଲକୁ ଏବେ ହିଁ ସବସ୍କ୍ରାଇବ୍ କରି ପାଖରେ ଆସୁଥିବା ଘଣ୍ଟି ବଟନ୍ ଅଲ୍ରେ ସିଲେକ୍ସନ୍ କରିଦିଅନ୍ତୁ। ତ ଫ୍ରେଣ୍ଡସ୍ ଆଉ କାହିଁ ଡେରି କରିବା, ଚାଲନ୍ତୁ ଏବେ ଏହି ଯୋଜନା ନାଁ ଡିଟେଲ୍ସ ଆମେ ଆରମ୍ଭ କରିବା। ସୋ ଲେଟ୍ସ ଷ୍ଟାର୍ଟ। ହ୍ୟାଲୋ ଫ୍ରେଣ୍ଡସ୍, ନମସ୍କାର, ଜୟ ଜଗନ୍ନାଥ। ମୁଁ ମନ ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ଆଉ ଏକ ନୂଆ ଦମଦାର ଭିଡ଼ିଓ। ତ ଆଜି ଯେଉଁ ଟପିକଟି ମୁଁ ଆପଣଙ୍କୁ କହିଲି କି ବାପା ମା ଆଣିକି କନ୍ୟା ସନ୍ତାନ ଜନ୍ମ କଲେ ବାପା ମାଆଙ୍କୁ ମିଳୁଛି 30,000 ଟଙ୍କା, ଏହାର ଡିଟେଲ୍ସ ଆମେ ଜାଣିବା। ତ ଝିଅମାନଙ୍କ ପାଇଁ ସରକାର ଅନେକ ଯୋଜନା ପରିଚାଳନା କରୁଛନ୍ତି। କେନ୍ଦ୍ର ଠାରୁ ନେଇ ରାଜ୍ୟ ସରକାର ପର୍ଯ୍ୟନ୍ତ ଅନେକ ଯୋଜନା କରୁଛନ୍ତି। ଏହି ଯୋଜନା କ୍ରମରେ ସାମିଲ ଅଛି ଯାହାକି ସୁକନ୍ୟା ସମୃଦ୍ଧି ଆକାଉଣ୍ଟ ଯୋଜନା, ମହାଲକ୍ଷ୍ମୀ ଯୋଜନା, ମହିଳା ସମ୍ମାନ ସେଭିଂସ ଯୋଜନା, ଲକ୍ଷପତି ଦିଦି ଡ୍ରୋନ୍ ଯୋଜନା। ତେବେ ଯୋଜନାରେ ଆଉ ଏକ ଯୋଜନା ନାମ ଯୋଡ଼ା ଯାଇଛି ଯାହାକି ଘରେ ଝିଅ ଥିଲେ ଏଣିକି ବାପା ମାଆଙ୍କୁ ମିଳିବ 30,000 ଟଙ୍କା। ଏହି ଯୋଜନାଟିର ନାଁ ହେଉଛି ବାଳିକା ସମୃଦ୍ଧି ଯୋଜନା। ତ ରାଜସ୍ଥାନ ସରକାର ଦ୍ୱାରା ମୁଖ୍ୟମନ୍ତ୍ରୀ ସମ୍ବଳ ଯୋଜନା ଅଧୀନରେ ଦିଆଯାଇଥିବା 10,000 ଟଙ୍କା ରାଜସ୍ଥାନ ସରକାର ବୃଦ୍ଧି କରିଥିଲେ। ବର୍ତ୍ତମାନ ସରକାର 30,000 ଟଙ୍କା ପ୍ରଦାନ କରିବେ। ତ ଖାଲି ଏତିକି ନୁହେଁ, ତା ସାଙ୍ଗକୁ ଆହୁରି ଅନେକ କିଛି ଅଛି। ତ ଜାଣିବା ପାଇଁ ଭିଡ଼ିଓକୁ ଲାଷ୍ଟ ପର୍ଯ୍ୟନ୍ତ। ଏଭଳି ଦେଶର ଏକ ରାଜ୍ୟରେ 2ଟି ଝିଅ ଜନ୍ମ ହେବା ପରେ ସେମାନଙ୍କର ଆକାଉଣ୍ଟରେ 30,000 ଟଙ୍କା ଜମା କରାଯାଉଛି। ଏହି ଯୋଜନାର ନାମ ହେଉଛି ରାଜସ୍ଥାନ ସରକାରଙ୍କ ଦ୍ୱାରା ପରିଚାଳିତ ମୁଖ୍ୟମନ୍ତ୍ରୀ ବାଳିକା ସମ୍ମାନ ଯୋଜନା। ରାଜସ୍ଥାନର ଡେପୁଟି ସିଏମ୍ ଦୟା କୁମାରୀ ଏହି ଯୋଜନା ଅଧୀନରେ ପ୍ରାପ୍ତ ପରିମାଣ 10,000ରୁ 30,000 ଟଙ୍କାକୁ ବୃଦ୍ଧି କରିଛନ୍ତି। ଏହାର ରାଶି ପ୍ରଥମ ଏବଂ ଦ୍ୱିତୀୟ ଝିଅର ସନ୍ତାନ ଜନ୍ମ ଏବଂ ପରବର୍ତ୍ତୀ ନିରାକରଣ ପରେ ସରକାର ପ୍ରକାଶ କରିବେ, ଯାହା ଝିଅମାନଙ୍କ ଆକାଉଣ୍ଟରେ ଡାଇରେକ୍ଟ ଅଟୋ ଡେବିଟ୍ରେ ଜମା ହୋଇଯିବ। ବନ୍ଧୁ, ମିଡ଼ିଆ ରିପୋର୍ଟ ଅନୁଯାୟୀ ଯାହା ବି ତଥ୍ୟ ଆମକୁ ମିଳିଛି ଆମେ ତାହା ଆପଣଙ୍କ ପାଖରେ ଜଣାଇଲୁ। ତ ଦର୍ଶକ ବନ୍ଧୁ, ଯଦି ଆପଣମାନେ ଏଇ ଭିଡ଼ିଓଟାକୁ ଭଲ ଲାଗିଥାଏ ତାହେଲେ ଏବେ ହିଁ ଭିଡ଼ିଓ ଗୋଟେ ଲାଇକ୍ କରିଦେବେ ଏବଂ ତା ସଙ୍ଗେ ସଙ୍ଗେ ଭିଡ଼ିଓ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ ଆଉ ସାଙ୍ଗମାନଙ୍କ ସହିତ ସେୟାର କରିବେ। ତ ଦର୍ଶକ ବନ୍ଧୁ, ଆଜି ପାଇଁ ଭିଡ଼ିଓଟାକୁ ଏଇଠି ରଖିବା। ପୁଣି ଦେଖା ହେବା ନେକ୍ସଟ ଏକ ଏପିସୋଡ୍। ବିଦାୟ ଦିଅନ୍ତୁ। ଟେକ୍ କେୟାର, ବାଏ ବାଏ, ଜୟ ଜଗନ୍ନାଥ।